ମୁଁ ସତ୍ୟନାରାୟଣ ଆଚାର୍ଯ୍ୟ କହୁଛି ବିଜୁ ଶ୍ରମିକ ସଂଘରୁ। ମୋ ପାଖରେ ଯିଏ ଅଛନ୍ତି ସିଏ ଜେନେରାଲ ସେକ୍ରେଟାରୀ ଅଛନ୍ତି ଆମର ଆଞ୍ଚଳିକ ଶ୍ରମିକ ସଂଘର। ତେଣୁ ଆମର ଏଇଟା ଆଜି ତ ଧାରଣା ନୂଆ ନୁହେଁ, ଆମେ ବହୁତ ଥର ଆସିଛୁ ଗେଟ୍ ପାଖକୁ ଏବଂ ଆମର ସମସ୍ୟା କଥା ଆମେ ସବୁବେଳେ ଉଠେଇଛୁ। ଆଜି ଆପଣ ଯେଉଁ କଥା କହୁଛନ୍ତି, ମୋ ଯେହେତୁ ଟେଣ୍ଟଟା ପଡ଼ିପାରିନି, ବାଉଁଶ ଆସିକି ପଡ଼ିଛି, ଟେଣ୍ଟ ହେଲା ପରେ ଲେଡ଼ିଜ୍ ଆସିବେ ବସିବେ, ତେଣୁ ଆମେ ଲେଡ଼ିଜ୍କୁ ଡାକିକି ଖରାରେ ଠିଆ କରିବା ପାଇଁ ଇଚ୍ଛା ପ୍ରକାଶ କଲୁନି। ତେଣୁ ସେଇଥିପାଇଁ ଡାକିଲୁନି, ଆମେ ଶେଷ ମୁହୂର୍ତ୍ତରେ ସିଦ୍ଧାନ୍ତ ନେଲୁ ନାହିଁ। ତେଣୁ ଆମର ଗୋଟିଏ ଲକ୍ଷ୍ୟ ହେଉଛି ଆଜ୍ଞା, ଯିଏ ବିର୍ଲାଟାର ଦେଖି ନାହିଁ ସେ କାମ କରୁଛନ୍ତି। ଆମେ ବିର୍ଲାଟାରେ 30 ବର୍ଷ କାମ କରିକି ସେଠୁ 4-5ଟା ପ୍ଲାଣ୍ଟ କରି ଏବଂ ସିଏ ସବୁ ପ୍ଲାଣ୍ଟକୁ ବିକିକି ଆକୁ ଦେବାଳିଆ କରିକି ଡାଲମିଆ ଭାରତ ପଛପଟରେ ଲେଖା ହେଇଛି 347 କୋଟି ଟଙ୍କାରେ ଶୁଖୁଆ ଦରରେ ଆଜ୍ଞା ଫ୍ୟାକ୍ଟ୍ରି ବିକ୍ରି ହେଇଛି। 900 ଏକର ଜମି, ଏଠି ଯେତିକି ଜମି ଯେତିକି ଖାଲି ତାକୁ ଯଦି ବିକ୍ରି କରିବେ ଏଠି 13,000 କୋଟି ଟଙ୍କା ହେବ, 1300 କୋଟି ଟଙ୍କା, 1300 କୋଟି ଟଙ୍କା ହେବ ଖାଲି ଜମି। ତା ଭିତରେ ଗୋଟେ ପୁଣି PCR ଅଛି, ନୂଆ ପ୍ଲାଣ୍ଟ 600 କୋଟି ଟଙ୍କାର, ମେସିନ୍ ଅଛି, ଆଉ ବୋଲର ଅଛି, ବିଲ୍ଡିଂ ଅଛି। ତାକୁ ଛାଡ଼ି ଦେଇକି ନସି ପାଖରେ ଜାଗା 1.5 ଏକର ଅଛି, 5 ଏକର ଆଉ ଗୋଟେ ଜାଗାରେ 7 ଏକର, ଏଠି ଅଛି 2.5 ଏକର ଅଛି ଚାନ୍ଦିପୁର ପାଖରେ। ତେଣୁ ଇଏ ଜମି ଯଦି ବିକ୍ରି ହେବ ତାହେଲେ ସେ ଜମି ବାବଦକୁ 2200 କୋଟି ଟଙ୍କା ହେଇଯିବ ଜମିର ଦାମ। ତେଣୁ ହ୍ୱେରେଜ୍ ତାକୁ 347 କୋଟି ଟଙ୍କାରେ NCLTରେ ସେ ତାକୁ ନେଇଛନ୍ତି। ନେଲା ପରେ ନୂଆ କଣ୍ଟ୍ରାକ୍ଟର ଛୁଆ ପୁଣି ITI ପିଲାଙ୍କୁ ଭର୍ତ୍ତି କଲେ। ଆମେ ସବୁବେଳେ ବିରୋଧ କରିଛୁ। ମାନ୍ୟବର ଜିଲ୍ଲାପାଳ ଆମକୁ ସବୁବେଳେ ପ୍ରତିଶ୍ରୁତି ଦେଇଥିଲେ, ବିଗତ ଜିଲ୍ଲାପାଳ ଦେଇଥିଲେ, ଏ ଜିଲ୍ଲାପାଳ ମଧ୍ୟ କହିଲେ ଇଲେକ୍ସନ୍ ପରେ ମୁଁ ଆକୁ ସମାଧାନ କରିବି। କିନ୍ତୁ ଯେତେବେଳେ ଆମେ ଦେଖିଲେ ବାହାରୁ ପିଲା ଆସି ଗୋଟେ ପରେ ଗୋଟେ ଜଏନ୍ କରୁଛନ୍ତି ଏବଂ ଆମ ଭିତରେ ହାଟ ସୃଷ୍ଟି କରିକି କିଛି ହେଡ୍ ଅଫିସକୁ ଡକାଗଲା, ଇଣ୍ଟରଭ୍ୟୁ ନିଆଗଲା ତାଙ୍କର, ସେତେବେଳେ ଆମେ ଦେଖିଲେ ସବୁ ସୀମାର ବନ୍ଧ ଅତିକ୍ରମ କରିଗଲା ମ୍ୟାନେଜମେଣ୍ଟ। ସେତେବେଳେ ଆମେ ଜିଲ୍ଲା ପ୍ରଶାସନକୁ 7 ଦିନିଆ ନୋଟିସ୍ ଦେଇଥିଲୁ ଏବଂ 7 ଦିନ ମଧ୍ୟରେ କେବଳ ସମୟ ମାଗିବା ଛଡ଼ା କିଛି ପ୍ରତିକାର ଆମେ ତାଙ୍କଠାରୁ ପାଇନାହୁଁ ବା ଆଶା ମଧ୍ୟ କରିନୁ ପାଇବୁ। ତେଣୁ ଆମ ପାଖରେ କିଛି ବିକଳ୍ପ ନଥିଲା। ଆମେ ମିଳିତ ଶ୍ରମିକ ସଂଗଠନ କଲେ, 9ଟା ସଂଘ ମିଶିକି ଆମେ ଆନ୍ଦୋଳନ ଆରମ୍ଭ କରିଛେ। ଏଇଟା କଣ୍ଟିନ୍ୟୁ କରିବୁ ଆଜ୍ଞା। ନେଗୋସିଏସନ୍ ପାଇଁ ଆମେ ସବୁବେଳେ ପ୍ରସ୍ତୁତ ଅଛେ। କାରଖାନାକୁ ବନ୍ଦ କରିବା ଆମର ଇଚ୍ଛା ନୁହେଁ ଯେ କାରଖାନା ବନ୍ଦ ହେଇଯାଉ। ଆମେ କହୁଛୁ 30 ବର୍ଷ ଯିଏ କାମ କରିଥିଲେ, ଲହୁ ଢାଳିକି ଫ୍ୟାକ୍ଟ୍ରି ତିଆରି କରିଛନ୍ତି, ସେମାନେ ଆଗେ ଯାଆନ୍ତୁ, କାମ କରନ୍ତୁ। ଆଉ ଯିଏ ଦେଖିନଥିଲା ଫ୍ୟାକ୍ଟ୍ରି ସିଏ ଆସିକି କାମ କରିବ, ଆମେ ବାହାରେ ରହିବୁ, ଆମ ଛୁଆ ଯାଇକି ଆ ଘର ବାଡ଼ ଘେରିବେ, ତା ଘର ଡ୍ରେନ୍ ସଫା କରିବେ, ସେଇଟା ଆମେ ପଶ୍ଚିମ କାଳେ କରିବାକୁ ଦେବୁ ନାହିଁ। ଯଦି ଆମେ ନ ଯିବୁ ତାହେଲେ କାରଖାନା ଚାଲିବ ନାହିଁ। ଆମକୁ ପ୍ରଥମେ ନେବାକୁ ପଡ଼ିବ। ଆଉ ଯେତିକି ପିଲା ରଖିଛନ୍ତି ସମସ୍ତଙ୍କୁ ବାହାର କରାଯିବ। ଟୋଟାଲି ପିଲା ଆଉଟ୍ ହେବେ, ଆଗେ ପୁରୁଣା ପିଲା ପଶିବେ। ଆମ ଯେଉଁମାନେ ଏ କମ୍ପାନୀର କାମ କରୁଥିଲେ ଷ୍ଟାଫ୍ ମାନଙ୍କୁ ସେମିତି ଅଧେ ଷ୍ଟାଫ୍କୁ ରଖାହେଲା, ଅଧେ ଷ୍ଟାଫ୍ଙ୍କୁ ବାହାର କରିଦେଇଛନ୍ତି। ସେମାନେ ବାହାରେ କାନ୍ଦୁଛନ୍ତି। ସେମାନଙ୍କ ସ୍ତ୍ରୀ ଲୋକମାନେ ସୁଇସାଇଡ୍ କରିବା ପାଇଁ ଆଟେମ୍ପ୍ଟ ନେଉଛନ୍ତି। କେମିତି ଚାଲିବ ଆଜ୍ଞା ସଂସାର? 4 ବର୍ଷ ହେଲା ଆମେ ଗୋଟେ ଟଙ୍କା ପାଇନୁ। ତେଣୁ ଏଇଥିପାଇଁ ଏଇଟା କଣ୍ଟିନ୍ୟୁ ହେବ, ଇଏ ସରିବନି। ଟେଣ୍ଟ ପଡ଼ିବ, ଡେ ନାଇଟ୍ ରହିବ ଆମର ଧାରଣା ଏବଂ ନେଗୋସିଏସନ୍କୁ ଆମେ ସବୁବେଳେ ସ୍ୱାଗତ କରିଛେ। ଯେତେ ଶୀଘ୍ର ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଯେତେ ଶୀଘ୍ର ଆର ସମାଧାନର ବାଟ କରିବେ, ସମାଧାନ ସରିବ, ଧାରଣା ଉଠିବ।